ରାଇକିଆଠାରେ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରୁଛି ବିଜେଡି। ପ୍ରଶାସନ ଚୁପ୍ କାହିଁକି? ରାଇକିଆ ବ୍ଲକରେ ଶାସକ ଦଳ ବିଜେଡିକୁ ଘଣ୍ଟ ଘୋଡ଼େଇ ରଖିବାକୁ ଚାହିଁଲେ ବି ଜଳଜଳ ହୋଇ ଦେଖାଯାଉଛି। ପ୍ରଶାସନ ବିଭାଗ ବି ଚୁପ୍ କାହିଁକି? ରାସ୍ତାଘାଟରେ ବୋର୍ଡରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହିତ ବାର୍ତ୍ତାକୁ ହଟାଯାଇ ନାହିଁ। କହିବାକୁ ଗଲେ ଅନ୍ୟ ଦଳ ବି ଏହାର ପ୍ରତିବାଦ କରିନଥିବା ଦେଖିବାକୁ ମିଳିଛି। ଶାସକ ଦଳ ନିଜର ମନମୁଖୀ ଦେଖାଇ ପଟୁଆର କରି ବୋର୍ଡ ହଟେଇ ନାହିଁ। ଏହି ବୋର୍ଡକୁ ଦେଖି ଅନ୍ୟ ଦଳ ପ୍ରତିବାଦ ନ କରିବା ଅର୍ଥ ଆଜିର ଦିନରେ ବିଜେଡି ଓ ବିଜେପି ଭିତରେ ଭାଇ ଭାଇର ସମ୍ପର୍କ ଥିବା ସତ ପ୍ରମାଣ ହେଉଛି। ଏହା ରାଇକିଆ ଆଦର୍ଶ ବିଦ୍ୟାଳୟର ମୁଖ୍ୟ ରାସ୍ତା ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଲାଗିଥିବା ବୋର୍ଡକୁ କ'ଣ ପାଇଁ ହଟାଯାଇନି ବୋଲି କଂଗ୍ରେସ କର୍ମୀ ଓ ନେତା ପ୍ରଶ୍ନ କରିଛନ୍ତି। ଲାଗିଥିବା ବୋର୍ଡ ଯଦି ହଟିବ ନାହିଁ ତେବେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେବ କଂଗ୍ରେସ ବୋଲି କଂଗ୍ରେସ କର୍ମୀ ଚେତାବନୀ ଦେଇଛନ୍ତି। ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ନୁହେଁ କି ବୋଲି ଅଞ୍ଚଳର ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ଭିତରେ ଚର୍ଚ୍ଚା ହେଉଛି। ରାଇକିଆ କନ୍ଧମାଳରୁ ଚନ୍ଦ୍ରକାନ୍ତ ନାୟକଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।